ଜାନୁଆରୀ 28 ବନ୍ଦ ଡାକରା ଡକାହେଇଛି ଏଥିପାଇଁ ଯେ ଆମର ଯେଉଁ ଟୋକେନ୍ ଅବ୍ୟବସ୍ଥା ହେଉଛି ମଣ୍ଡିରେ ଧାନ ସେଲ୍ର ଅବ୍ୟବସ୍ଥା ରହୁଛି। ତେଣୁ ଚାଷୀମାନେ ବହୁତ ପରେଶାନ ହେଇକି ଅଛନ୍ତି। ତେଣୁ ଆମେ 28 ତାରିଖ ଦିନ ନବନିର୍ମାଣ କୃଷକ ସଂଗଠନ ଯେଉଁ ଆମର ଓଡ଼ିଶା ଅଛନ୍ତି ସେ ଡାକରା ଦେଇଛନ୍ତି। ସେଇ ଡାକରାରେ ଆମେ ସାମିଲ ହେଉଛୁ। ଆଉ ମୁଁ ଆପଣମାନଙ୍କ ଜରିଆରେ ସମସ୍ତ ଚାଷୀ ଭାଇମାନଙ୍କୁ ସମସ୍ତ ପବ୍ଲିକକୁ ନିବେଦନ କରିବି, ନମସ୍କାର କରି ଅନୁରୋଧ କରିବି ଯେ ସମସ୍ତେ ଚାଷୀମାନଙ୍କର ଅସୁବିଧାରେ ଏଠି ସାମିଲ ହୁଅନ୍ତୁ। ସମସ୍ତେ ଏଇ ଯେଉଁ 28 ତାରିଖ ଦିନ ଆମେ ସକାଳ 8ରୁ 12ଟା ପର୍ଯ୍ୟନ୍ତ ଆମେ ବନ୍ଦ ଡାକରା ଦେଇଛୁ। ସେତିକି ସମୟ ପାଇଁ ବୋଲି ସମସ୍ତ କର୍ମଚାରୀଙ୍କୁ ମୁଁ ଅନୁରୋଧ କରିବି। ଆଉ ଆମର ଯେଉଁ ବସ୍ କର୍ମଚାରୀ ସଂଘ ଅଛନ୍ତି କି ଟ୍ରକ୍ କର୍ମଚାରୀ ସଂଘ ଅଛନ୍ତି, ମିଲ୍ କର୍ମଚାରୀ ସଂଘ ଅଛନ୍ତି, ବହୁତ ଯେଉଁ ଆମର ଯେଉଁ ଶ୍ରମିକ ସଂଗଠନ ଗୁଡ଼ାକ ଅଛନ୍ତି ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ସମସ୍ତେ ଆସିକିରି ସାମିଲ ହୁଅନ୍ତୁ ଆଉ ଏଇ ବନ୍ଦକୁ ସଫଳ କରନ୍ତୁ। ଯେଉଁଟାକି ଓଡ଼ିଶାରେ ମନମୁଖୀ ଯେଉଁ ଶାସନ ଚାଲିଛି, ଚାଷୀମାନଙ୍କର ମାରଣ ନୀତି ଚାଲିଛି। ଦେଖନ୍ତୁ ଟାଟା ପାୱାରର ବିଲ୍ କଥା କହିବା, ଟାଟା ପାୱାରର ଆମର ସ୍ମାର୍ଟ ମିଟର କଥା କହିବା, ଯେମିତି ଚାଷୀକି ଲୁଟୁଛନ୍ତି, ଟୋକେନ୍ ବ୍ୟବସ୍ଥା ଅବ୍ୟବସ୍ଥା କରିବା। ଏଣ୍ଡ ତାପରେ ଦେଖନ୍ତୁ ଆମର ଯେଉଁ ମଣ୍ଡିରେ ଯେଉଁ ଚାଲିଛି ଧାନ ଅବ୍ୟବସ୍ଥା ତ ଚାଲିଛି, ସେ ଅବ୍ୟବସ୍ଥା ଭିତରେ ପୁଣି ଅବ୍ୟବସ୍ଥା ସେ ହେଉଛି ଗୋଟେ ଆମର ଯେଉଁ କଟନୀ ଛଟନୀ ବ୍ୟବସ୍ଥାଟା 5ରୁ 8 କେଜି 10 କେଜି ପର୍ଯ୍ୟନ୍ତ ବି କଟନୀ ଛଟନୀ ବ୍ୟବସ୍ଥା ଚାଲିଛି। ଆମେ ଦେଖନ୍ତୁ ଯେଉଁ ସରକାର ରହିଲେ ବି ସେ ଚାଷୀ ସେ ସେମ୍ କଥାରେ ଚାଲିଛି, ସେ ଯଥା ପୂର୍ବମ୍ ତଥା ପରମ୍। ଚାଷୀ ଯିବ କୁଆଡ଼େ, ଚାଷୀ କରିବ କ'ଣ? ଚାଷୀ ବର୍ତ୍ତମାନ ଏମିତି ଗୋଟେ ଦୋଦୁଲ୍ୟମାନ ଅବସ୍ଥାରେ ଅଛି। ଚାଷ ଛାଡ଼ିବ, ଯଦି ଚାଷ ଛାଡ଼ିବ ସେ କରିବ କ'ଣ? ଯଦି ଚାଷ ନ ଛାଡ଼ିବ ଏମିତି ବଞ୍ଚିବ କେମିତି? ଏଇସବୁ ଗୋଟେ ଦୋଦୁଲ୍ୟମାନରେ ଅଛି। ତେଣୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ମିଡ଼ିଆ ବାଲାଙ୍କୁ ଏବଂ ଆମର ଯେଉଁ ପବ୍ଲିକ୍ ଅଛନ୍ତି, ସାଧାରଣ ପବ୍ଲିକ୍ ଅଛି, ସେମାନଙ୍କୁ ବି ମୁଁ ଅନୁରୋଧ କରିବି ଯେ 28 ତାରିଖ ଦିନ ଆପଣ ସମସ୍ତେ ସାମିଲ ହୁଅନ୍ତୁ ଏଇ ବନ୍ଦ ଡାକରାରେ ଆଉ ସହଯୋଗ କରନ୍ତୁ। ଚାଷୀମାନଙ୍କୁ ଟିକେ ତାଙ୍କର ନିଜ ଇଚ୍ଛାରେ ଟିକେ ବଞ୍ଚିବାକୁ ଦିଅନ୍ତୁ। ନମସ୍କାର।